ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 527 528। 527ରେ ପ୍ରଭୁ ଲେଖୁଛନ୍ତି, ମନୁଷ୍ୟ ଅନ୍ୟମାନଙ୍କ ପ୍ରତି ଯେଉଁ ଦୟାଭାବ ଦେଖାଇଥାଏ, ଅଜ୍ଞାନ ଏବଂ ଦୁର୍ବଳତାରୁ ତାହାର ଉଦ୍ଭବ ହୋଇଥାଏ। ତାହା ନାନା ସମ୍ବେଗ ପ୍ରେରିତ ଧାରଣାର ଦାସ ହୋଇ ରହିଥାଏ। ଦିବ୍ୟ ସହାନୁଭବ ବୁଝିବାକୁ ଚେଷ୍ଟା କରେ, ବିବେକର ସହିତ ଦେଖେ ଏବଂ ପ୍ରତିକାର କରେ। 528 ଅନ୍ୟମାନଙ୍କ ପ୍ରତି ଦୟାଭାବ ରଖିବା ଅନେକ ସମୟରେ ଅନ୍ୟମାନଙ୍କୁ ଭଲ ପାଇବାର ଏକ ଉତ୍ତମ ସ୍ଥାନାପନ୍ନ ରୂପେ କାର୍ଯ୍ୟ କରେ, ମାତ୍ର ତାହା ସର୍ବଦା ସେହିପରି କେବଳ ଏକ ସ୍ଥାନାପନ୍ନ ହୋଇ ହିଁ ରହିଥାଏ। ଏ ଦୟା ଭାବରେ ରହିଛି। ଆଉ ଦିଟା ବି ପଢି ଦଉଛି। ଜ୍ଞାନ 529 530। 529ରେ କହୁଛନ୍ତି, ଆପଣାକୁ ଦୟାର ଦୃଷ୍ଟିରେ ଦେଖିବାର ମନୋଭାବଟି ସର୍ବଦା ଏକ ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତିରୁ ହିଁ ଜନ୍ମ ଲାଭ କରିଥାଏ। ମାତ୍ର ଅନ୍ୟମାନଙ୍କ ପ୍ରତି ଯେଉଁ ଦୟାଭାବର ପ୍ରଦର୍ଶନ କରାଯାଏ, ଆପଣାର ବସ୍ତୁଟି ପ୍ରତି ରହିଥିବା ଏକ ପ୍ରେମ ଭାବରୁ କଦାପି ସର୍ବଦା ତାହାର ଉଦ୍ଭବ ହୋଇନଥାଏ। ବେଳେ ବେଳେ ଆମେ ତାହା ଦ୍ୱାରା ସ୍ୱାର୍ଥ ପ୍ରଣୋଦିତ ଭାବରେ ଦୁଃଖକୁ ଦେଖିବାରୁ ଆପଣାକୁ ପ୍ରତ୍ୟାହୃତ କରି ରଖିବାର ଚେଷ୍ଟା ହିଁ କରିଥାଉ। ବେଳେ ବେଳେ ତାହା ଦରିଦ୍ର ଓ ସମ୍ବଳହୀନ ଲାଗି ଧନୀ ବ୍ୟକ୍ତିର ଏକ ଅବମାନନାପୂର୍ଣ୍ଣ ଭିକ୍ଷାଦାନ ମାତ୍ର ହୋଇ ହିଁ ରହିଥାଏ। ମନୁଷ୍ୟ ସ୍ତରର ଏହି ଦୟାଭାବ ଅପେକ୍ଷା ତୁମେ ବରଂ ପରମେଶ୍ୱରଙ୍କର ଦିବ୍ୟ ସହାନୁଭବର ବିକାଶ କରାଇବାକୁ ପ୍ରୟାସ କରିବ। ଜ୍ଞାନ 530 ଯେଉଁ ଦୟାଭାବ ହୃଦୟକୁ ଯାଇ କାମୁଡ଼ି ପକାଏ ଏବଂ ଅନ୍ତର୍ଗତ ଜୀବନାଙ୍ଗ ଗୁଡ଼ିକୁ ଦୁର୍ବଳ କରିଦିଏ, ସେହି ଦୟାଭାବ ଆଦୌ ନୁହେଁ, ମାତ୍ର ଏକ ଦିବ୍ୟ ଅଧିକାରିତ୍ୱ ବିଶିଷ୍ଟ ଏବଂ ଅନୁଦ୍ବିଗ୍ନ ସହାନୁଭବ ଏବଂ ସହାୟକତା ଗୁଣଟିକୁ ହିଁ ଆମେ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିବା। ଏଠି ପ୍ରକୃତରେ ଆମର ଯେଉଁ ଦୟାଭାବ ରହିଥାଏ, ତାହା କିପରି ଅଜ୍ଞାନତା ଏବଂ ଦୁର୍ବଳତାରୁ ଉଦ୍ଭବ ହୋଇଥାଏ ତାରି ବର୍ଣ୍ଣନା କରୁଛନ୍ତି। ଏବଂ ପରମେଶ୍ୱରଙ୍କ ଦୃଷ୍ଟିକୋଣରେ ଏବଂ କୌଣସି ଯାହା ପ୍ରତି ଆମେ ଦୟା ପ୍ରଦର୍ଶନ କରୁଛନ୍ତି, ତାର ସାମୂହିକ ଅଗ୍ରଗତି ଦୃଷ୍ଟିକୋଣରୁ ଯଦି ଆମେ ସାମାନ୍ୟ ଆମର ମନକୁ ବି ଖଟେଇ ବ୍ୟବହାର କରି ଦେଖିବା, ତେବେ ଆମେ ଦେଖିବା ଆମର ଦୟା ତା ପାଇଁ ଅନେକ ସମୟରେ ତାର ଅଗ୍ରଗତିରେ ବାଧା ସୃଷ୍ଟି କରିଥାଏ, ତା ପାଇଁ ଦୁଃଖର କାରଣ ହୋଇଥାଏ। ଭବିଷ୍ୟତରେ ସେହି ମୁହୂର୍ତ୍ତରେ ତାହା ତାକୁ ସାହାଯ୍ୟ କରିପାରେ, କିନ୍ତୁ ପର ମୁହୂର୍ତ୍ତରେ ତାର ଦୁଃଖର କାରଣ ହିଁ ସେଇଠି ହୋଇଥାଏ। ପ୍ରଥମ 527ରେ କହୁଛନ୍ତି, ଆମର ଦୟାଭାବଟା ଅଜ୍ଞାନ ଏବଂ ଦୁର୍ବଳତାରୁ ଉଦ୍ଭବ ହୋଇଥାଏ। ତାହା ନାନା ସମ୍ବେଗ ପ୍ରେରିତ ଧାରଣାର ଦାସ ହୋଇ ରହିଥାଏ। ସମ୍ବେଗ ପ୍ରେରିତ ମାନେ ଯୋଉ ଇମ୍ପଲ୍ସ ଆମ ପାଖକୁ ଆସେ, ଜଣେ କାନ୍ଦୁଛି, ମୋ ଭିତରେ ସହାନୁଭୂତି ଆସିଯାଏ। ତେଣିକି ସିଏ ଯଦି ଦେଖେଇ ହେଇ କାନ୍ଦୁଛି, ସତରେ ସିଏ ମାନେ କଷ୍ଟ ପାଉଛି କି ନାହିଁ, ତାହା ଆମର ଜାଣିପାରିବାର ସାମର୍ଥ୍ୟ ଆସେ ନାହିଁ ବା ନଥାଏ। ବେଳେ ବେଳେ ଆପଣ ଦେଖିବେ କେତେଟା ଜାଗାରେ ଅତି ଚାଲାଖିଆ ପିଲା ଥାନ୍ତି ବା ଲୋକ ଥାନ୍ତି, ସେମାନେ କ'ଣ କରନ୍ତି, ଏମିତି ଆକ୍ଟିଂ କରିକି କହିବେ ଯେମିତି ସେମାନେ ଭାରି ଅତ୍ୟାଚାରିତ ଏବଂ ପେଷିତ ହେଇଛନ୍ତି, କିନ୍ତୁ ଠିକ ଅପୋଜିଟ୍ ହିଁ ହେଇଥାଏ। ଠିକ ଅପୋଜିଟ୍ ହିଁ ହୋଇଥାଏ। ତେଣୁ ସେତେବେଳେ ଆମେ ଜାଣି ରଖିବା ଯେ ପ୍ରକୃତରେ ଆମର ଦୟାକୁ ବା ଦୟା ଭାବକୁ ସିଏ ଟାଣିବା ପାଇଁ ସିଏ ଗୋଟେ ଇମ୍ପଲ୍ସ ଛାଡୁଛି। ତାକୁ ଆମେ ସେଇ ଇମ୍ପଲ୍ସ ଦ୍ୱାରା ବା ସେଇ ସମ୍ବେଗତା ଦ୍ୱାରା ଆମେ କ'ଣ ହଉଛନ୍ତି ନା ମୋଟିଭେଟେଡ୍ ହେଇଯାଉଛନ୍ତି। ତେଣୁ ତାର ଦାସ ହେଇକିରି ଆମେ କାର୍ଯ୍ୟ କରନ୍ତି। ବର୍ତ୍ତମାନ ଯେତେବେଳେ ପିଲାଟିଏ ବା ଜଣେ ଲୋକ ଆମ ପାଖକୁ ତାର କୌଣସି କାର୍ଯ୍ୟ ନେଇକରି ଆସିଲା, ଆମେ ଦୟା ଦେଖେଇ କ'ଣ କଲେ, ତା ପାଇଁ ସେ କାମଟିକୁ ଆମେ ନିଜେ କରିଦେଲେ। ମୁଁ ଦାନ ଫାନ କଥା ପଛରେ ଯିବା, ଆମେ ଖାଲି ଆଗ ଗୋଟେ ଛୋଟ ଛୋଟ କଥାରେ କଥା ହେଇଯିବା।
ଦୟା ଦେଖେଇକି ଛୁଆଟା କରିପାରୁନି ବା ଲୋକ ଜଣକ କରିପାରୁନାହାନ୍ତି, ଆମେ ନିଜେ ତାହା ତାଙ୍କ ପାଇଁ କରିଦେଲେ। ଏବେ ଯେମିତି ଦେଖିବେ ସ୍କୁଲ ମାନଙ୍କରେ ପ୍ରୋଜେକ୍ଟ ଦିଆ ହଉଛି, ଗାର୍ଡିଆନ ମାନେ, ଅଭିଭାବକ ମାନେ ବା ଶିକ୍ଷକ ମାନେ ନିଜେ କଣ କଲେ, ପ୍ରୋଜେକ୍ଟଟିକୁ ତା ପାଇଁ ଯଦି କରିଦେଲେ, ତାହେଲେ ପିଲାର ଯୋଉ ସାମର୍ଥ୍ୟଟା ବୃଦ୍ଧି ହବା କଥା ତାହା ବୃଦ୍ଧି ହୋଇପାରିବ କି? ତେବେ ସେଇଟା ତା ପାଇଁ, ତାର ଅଗ୍ରଗତି ପାଇଁ ଆମେ ଏକ ବାଧକ ସାଜିଲେ ନାହିଁ କି? ଯେତେବେଳେ ଦାନ ଧର୍ମ କଥା ବି ଦେଖାଯାଏ, ତାପରେ ପରେ ସେଥିପାଇଁ କହୁଛନ୍ତି କାହାର ଅସୁବିଧା ପଡ଼ିଲା ଆମେ ଦୟା ଭାବ ଦେଖେଇବା। ସାଧାରଣତଃ କଣ ହୁଏ, ଲୋକ କୁହନ୍ତି ଏଟା ଏକ ଉତ୍ତମ କାର୍ଯ୍ୟ। ଏଠି କୁହା ହଉନି ଯେ ଏଇଟା ଉତ୍ତମ କାର୍ଯ୍ୟ ନୁହଁ ବୋଲି କୁହା ହଉନି, କିନ୍ତୁ ଆମର ଅନ୍ୟମାନଙ୍କୁ ଭଲ ପାଇବାର ଇଏ ଗୋଟିଏ ପରିଚୟ ବୋଲି ଲୋକ ଅନେକ ସମୟରେ ଗ୍ରହଣ କରନ୍ତି। ଯଦି ମତେ ତମେ ଭଲ ପାଉନାହ, ତାହେଲେ ତମେ ମତେ ଦୟା ଯଦି ଦେଖାଉନାହ, ତାହେଲେ ତମେ ମତେ ଭଲ ପାଉନାହ। ତା ପାଇଁ କରିଦେଲ, ମୋ ବେଳକୁ ଏମିତିଆ କରୁଛ। କିନ୍ତୁ ଆପଣ ଯଦି ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯିବେ, ସେତେବେଳେ ଆପଣଙ୍କ ଭିତରେ ଗୋଟେ ପ୍ରେରଣା ରହିବ ଯେ ନାଇଁ, ମୁଁ ତାକୁ ସମର୍ଥ କରିବାକୁ ଚେଷ୍ଟା କରିବି। ଯାହାକୁ ମୁଁ ତେଣୁ ଦୟା ନ ଦେଖେଇ କଣ କରିବି, ସେତେବେଳେ ତାକୁ ତୈୟାର କରେଇବି ବା ତିଆରି କରେଇବି। ପିଲାଟିଏ ପହଁରା ଶିଖିବାକୁ ଯାଇଛି। ଯଦି ପହଁରା ଶିଖିବାକୁ ଯେତେବେଳେ ଯାଉଛି, ସେତେବେଳେ ସିଏ ତ ପ୍ରଥମେ ପ୍ରଥମେ ପାଣିକୁ ଯେହେତୁ ଯାଉଛି ବହୁତ ଡରିବ, ଜମାରୁ ଯିବ ନାହିଁ, ଜମାରୁ ଯିବ ନାହିଁ। ତା ଗୋଡ ପାଇ ଯାଉଥିବା ଜାଗାରେ ମଧ୍ୟ ଛାଡିଲେ ସେ ଯିବ ନାହିଁ। ଗୋଟେ ପିଲାଟିକୁ ଥରେ ସୁଇମିଂ ପୁଲ ନେଇକି ମୁଁ ଯାଇଥାଏ, ତାକୁ ସୁଇମିଂ ପୁଲ ଭିତରେ ବସେଇ ଦେଲେ ମଧ୍ୟ ପାଣି ବୁଡୁ ନାହିଁ। ମାନେ ଏତିକି ପାଣି ହଉଛି, ତାର ଅଣ୍ଟା ପାଖରେ ପାଣି ହଉଛି, ବସେଇ ଦେଲେ ମାନେ ଏତିକି ପାଣି। ତା ଭିତରେ ମଧ୍ୟ ସିଏ ପାଣି ଭିତରେ ପଶିବା ପାଇଁ ନାରାଜ। ସେତେବେଳେ ଆମେ ଦୟା ଦେଖେଇ ଯଦି ପାଖରେ ଥବ, ଛୁଆଟା କାନ୍ଦୁଛି କାହିଁକି ତାକୁ ତମେ ଜବରଦସ୍ତ କରୁଛ, ଆଉ ଟିକେ ଦୟା ମାୟା ତମର ଆସୁନାହିଁ, ତାହେଲେ ପିଲାଟି ଆଉ ପହଁରା ଶିଖିପାରିବ କି? ବହୁତ ଲୋକ ଏଇ କ୍ଷେତ୍ରରେ ତାଙ୍କୁ ଦେଖାଯାଏ, ଜଣା ପଡେ, ତେଣୁ ସେମାନେ କହନ୍ତି ଯେ ଏଠି ଆଉ କଣ ଦୟା ଦେଖେଇବ, ଏଇଠି ତାକୁ ଛାଡିଦବ, ସେ ଧୀରେ ଧୀରେ ହବ, ଶିଖିବ, ଜବରଦସ୍ତ କରିବ, ଇଏ କରିବ ସେ କରିବ, ଏଇଠି କହନ୍ତି। କିନ୍ତୁ ଯେତେବେଳେ ପ୍ରୟୋଗରେ ଆସେ ନିଜ ଜୀବନ କ୍ଷେତ୍ରରେ, ଯଦି ମୋର କିଛି କାମ ଅଛି ମୁଁ କାହା ପାଖକୁ ଗଲି, ସିଏ ଯଦି ନ କରିଦେଇକି ମତେ କହିଲା ତମେ ଏମିତି ଏମିତି କାର୍ଯ୍ୟ କର, ତାହେଲେ ସରିଗଲା ଆଉ। ଯେମିତି ଗୋଟେ ଗୋଟେ କ୍ଷେତ୍ରରେ ଆମେ ବୁଝିପାରୁ, ଅନ୍ୟ ଅନ୍ୟ କ୍ଷେତ୍ରରେ ବୁଝି ପାରିନଥାଉ, ତାହା ହଉଛି ଆମର ଅଜ୍ଞତାର ପରିଚୟ। ଏବଂ ଏଇଠି ଯୋଉଟା ପ୍ରଥମରେ କହିଲେ ଯେ ଆମର ସେଟା ଆକ୍ଚୁଆଲି ଗୋଟେ ଦୁର୍ବଳତା। କାହିଁକି ନା ମୋର ଦିଟା କଥା, ଗୋଟେ ହଉଛି ଅଜ୍ଞତା, ଦୃଷ୍ଟି ନାହିଁ, ମୁଁ ଦେଖିପାରୁନାହିଁ। ଏଇଠି ଦେଖିପାରୁଛି ହଁ ନା ସେ ପହଁରା ଶିଖିବ, ତେଣୁ କାନ୍ଦୁଛି, ତେଣୁ ଛାଡିଦିଅ। ଅନ୍ୟ କ୍ଷେତ୍ରରେ ମୁଁ ଦେଖିପାରୁନାହିଁ, ତେଣୁ ସେଇଟା ମୋର ଅଜ୍ଞତା। ଆଉ କେତେ ଅନେକ ଜାଗାରେ କଣ ହୁଏ, ମୋର ପ୍ରାଣ ସମ୍ମୁଖରେ ରହିଛି, ମନ ସମ୍ମୁଖକୁ ଆସୁନାହିଁ, ଚୈତ୍ୟ ସମ୍ମୁଖକୁ ଆସୁନାହିଁ, ତେଣୁ ପ୍ରାଣର ଯେହେତୁ ରହିଛି ସମ୍ମୁଖରେ, ଅନ୍ୟର କୌଣସି ଅସୁବିଧା ବା କୌଣସି ସମସ୍ୟା ଦେଖିଲେ ପ୍ରାଣ କଣ ହଉଛି ନା ତରଳି ଯାଉଛି, ତାକୁ କୁହନ୍ତି ଦୟାର୍ଦ୍ର ହେଇଯାଉଛି, କଣ ନା ସେ ତରଳି ଯାଉଛି। ସିଏ ଯଦି ମନ ବି ତା ପାଖରେ ରହେ, ତାହେଲେ ସିଏ ଟିକେ ଯୁକ୍ତି ଦେଖାନ୍ତା ଯେ ନାଇଁ ମୁଁ କରିବି କି ନାହିଁ, ତାକୁ କେମିତି ଷ୍ଟ୍ରଙ୍ଗ କରିବି। ଯଦି ଚୈତ୍ୟ ଦୃଷ୍ଟିକୋଣ ରହିବ, ସେ ତ ଆହୁରି ସାମଗ୍ରିକ ଦୃଷ୍ଟିକୋଣ ତା ପାଖରେ ଥାଏ। ସେଇଥିପାଇଁ ପ୍ରଭୁ କହୁଛନ୍ତି ଦିବ୍ୟ ସ୍ୱାନୁଭବ ବୁଝିବାକୁ ଚେଷ୍ଟା କର। କିଛି ନହେଲେ ବିବେକର ସହିତ ଦେଖ, ତାହେଲେ ତମେ ପ୍ରତିକାର କରିପାରିବ। ଯଦି ଚୈତ୍ୟ ଯଦି ସମ୍ମୁଖକୁ ଆସିଗଲା, ଚୈତ୍ୟ ଦୃଷ୍ଟିକୋଣ ଯଦି ଆପଣ ଦେଖିଲେ, ତେବେ ଆପଣ ଜଳ ଜଳ ଦେଖାଯିବ ତାର ଅଗ୍ରଗତି ପାଇଁ କଣ ଦରକାର, ତେଣୁ ସେତେବେଳେ ଆପଣଙ୍କର
ଦୟାର୍ଦ୍ଦ ଭାବ ଆସିବା ନ ଆସିବାର ଆଉ କିଛି ଦରକାର ପଡ଼ିବ ନାହିଁ। ତେଣୁ ଦିବ୍ୟ ଅଭିପ୍ରାୟକୁ ବୁଝିବା ଏବଂ ତାକୁ ପରିପୂରଣ ଲାଗି କାର୍ଯ୍ୟ କରିବା ଏଇଟା ଏତେ ସହଜରେ ହୁଏ ନାହିଁ। ଏ ଦୟା ଭାବରେ ସେ ଜିନିଷ ଆସେ ନାହିଁ। ତେଣୁ ପ୍ରଥମ ଆମ ଭିତରେ ରହିବା ଦରକାର ଯେ ମୁଁ କେମିତି ଦିବ୍ୟ ଅଭିପ୍ରାୟକୁ ବୁଝିବି, ସାମଗ୍ରିକ ଦୃଷ୍ଟିକୋଣକୁ ଦେଖିପାରିବି, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବି। ତାହେଲେ କୋଉଠି ମତେ କେହି ତାଙ୍କର ନିଜସ୍ୱ ପ୍ରବୃତ୍ତି ଫଳରେ ବା ଇମ୍ପଲ୍ସ ଦେଇକି ବା ସ୍ପନ୍ଦନ ଦେଇକି ମତେ ଆଉ ତାକୁ ଓଡ଼ିଆରେ ଆମେ କହିପାରିବା ଯେ ମତେ ଆଉ ବ୍ଲାକମେଲ କରିପାରିବ ନାହିଁ। ଆଉ ଆହୁରି ଗଭୀରକୁ ଯାଇକି ପ୍ରଭୁ କହୁଛନ୍ତି ଏ ଯୋଉ ଆପଣାକୁ ଦୟାର ଦୃଷ୍ଟିରେ ଦେଖିବାର ମନୋଭାବଟି ସର୍ବଦା ଏକ ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତିରୁ ହିଁ ଜନ୍ମ ଲାଭ କରିଥାଏ। ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତି, ନିଜକୁ ଦେଖେଇ ହବା ପାଇଁ, ସ୍ୱାର୍ଥ ପ୍ରଣୋଦିତ ମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ, ନିଜକୁ ନିଜେ ଖୁସି ପାଇବି, ମୁଁ ଏତେ ଲୋକଙ୍କୁ ଦୟା କରେ, ମୋ ଦୟାରେ ଏମାନେ ଚଳୁଛନ୍ତି, ମୋ ଦୟାରେ ଏମାନେ ବଞ୍ଚିଛନ୍ତି, ସେଇ ଯୋଉ ଗୋଟେ ସୁଖ, ସେଇ ଯୋଉ ପ୍ରୀତି ମୁଁ ପାଇବା ପାଇଁ କଣ କରେ, ଦୟା କରେ। କଣ ନା ଦେଖ ମୋ ଭିତରେ ଦୟା ଭାବ ରହିଛି। ଆପଣାକୁ ଦୟାର ଦୃଷ୍ଟିରେ ଦେଖିବାର ମନୋଭାବ, এইটা ପ୍ରକୃତରେ ଆସେ କୋଉଠୁ ନା ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତି। ତମମାନଙ୍କୁ ଏଇ ଯୋଉ ଦେଖ ମୁଁ ଅଛି ବୋଲି ତମମାନଙ୍କୁ ଏତିକି ସାହାଯ୍ୟ ମୁଁ କରିପାରୁଛି, ଆଉ କିଏ କରେ? ମୁଁ ଯେ ଦୟା କରେ, ମୋ ଭିତରେ ଯେ ଦୟା ଭାବ ଅଛି, ସେଇ ମନୋଭାବଟି ମୋ ଭିତରେ ରହିଥାଏ। ମୁଁ ସେଇ ମାନେ ବୁଝିପାରୁଛନ୍ତି ତ, ମାନେ ଗୋଟେ ସୂକ୍ଷ୍ମରେ ମୁଁ ନିଜକୁ ନିଜେ ଦେଖୁଛି, ଦେଖ ମୁଁ କେତେ ଦୟାବନ୍ତ। ତେଣୁ ଏଇଟା ହଉଛି ଏକ ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତି। କହୁଛନ୍ତି ମାତ୍ର ଅନ୍ୟମାନଙ୍କ ପ୍ରତି ଯେଉଁ ଦୟା ଭାବର ପ୍ରଦର୍ଶନ କରାଯାଏ, ଆପଣାର ବସ୍ତୁଟି ପ୍ରତି ରହିଥିବା ଏକ ପ୍ରେମ ଭାବରୁ କଦାପି ସର୍ବଦା ତାହାର ଉଦ୍ଭବ ହୋଇନଥାଏ। ପୁରା ସ୍ପଷ୍ଟ କରୁଛନ୍ତି, ତମେ କେବେ ଭାବନି ଯେ ତମର ତା ପ୍ରତି ଭଲ ପାଇବା ଅଛି ବୋଲି ତମେ ଦୟା ଦେଖଉଛ। ମୁଁ କାହାକୁ ଦୟା ନ ଦେଖି ରହିପାରେନି, ମୁଁ ସମସ୍ତଙ୍କୁ ବହୁତ ଭଲ ପାଏ। ତେଣୁ କେମିତି କହିଲ ତା ଦୁଃଖଟା ଦେଖିକି ମୁଁ ସହିପାରିବି? ଏଇ ଯୋଉ ଭାବଟା ଆମେ ବୁଝିବା, ଏଇ ଯୋଉ ଅବଲୋକନ କୁହାଯାଇଥିଲା ନା, ସତର୍କ ହବା, ଆକ୍ଚୁଆଲି ଏଇ ଭାବଟା ଆମେ ବୁଝିବା ଦରକାର। ପ୍ରଭୁ କହୁଛନ୍ତି ଯେ ଏଇ ଭାବଟା ଆଦୌ ତମେ ସେ ବସ୍ତୁ ପ୍ରତି ଭଲ ପାଇବା ବା ବସ୍ତୁ ପ୍ରତି ପ୍ରେମ ଭାବ ଅଛି ବୋଲି ଆସିଛି, ଏଇଟା ଏକ ଭୁଲ ଧାରଣା। ତାହା ତୁମର ସ୍ୱାର୍ଥରୁ ହିଁ ଆସିଥାଏ। ତମେ ଯାହାକୁ ଭଲ ପାଉଛ, ଦେଖିବେ ଘର ମାନଙ୍କରେ କେତେଟା ଜାଗାରେ ହୁଏ, ଅତିରଞ୍ଜିତ କରିବେ ନାହିଁ କଥାଟିକୁ। ମନେ କରାଯାଉ ପିଲାଟି ଯଦି ଶୃଙ୍ଖଳିତ ହେଇନାହିଁ, ମା ଯଦି ତାକୁ ଆକଟ କରେ, ସେତେବେଳେ କେତେକ ଜାଗାରେ ଜେଜେବାପା ବା ଜେଜେମା ଥାଆନ୍ତି, ତାଙ୍କୁ ସହି ପାରନ୍ତି ନାହିଁ, ସେମାନେ କଣ କରନ୍ତି, ତାକୁ ଯାଇ ଅଟକାନ୍ତି। ଯଦି ଦେଖନ୍ତୁ ଅତିରଞ୍ଜିତ ବା ଦୃଷ୍ଟିକୋଣରୁ ଅଟକେଇବାଟା ଠିକ, ଅନେକ ସମୟରେ ଅତିରଞ୍ଜିତ ବି ହେଇଥାଏ, ମାନେ ବହୁତ ବାଡାନ୍ତି ବା ବହୁତ ଟର୍ଚର କରନ୍ତି, ବା ସେଇଟା କଥା କୁହାଯାଉନାହିଁ। କିନ୍ତୁ କେତେଟା ଜାଗାରେ ବି ଦେଖିଛି ମୁଁ ଯେ ଜେଜେବାପା ଜେଜେମା କହନ୍ତି ସେ ପିଲା ନ ପଢିଲା ତମର କଣ ଗଲା, ସେଠୁ ମୋ ଛୁଆ ମୋ ନାତି ନ ପଢୁ, ସେ ପ୍ରକାରର ଶୃଙ୍ଖଳିତ ନହେବା ପାଇଁ ଯଦି ପ୍ରୋତ୍ସାହନ ଦଉଛନ୍ତି ସେଇଠି ଯୋଉମାନେ ଦଉଛନ୍ତି, ଜେଜେବାପା ଜେଜେମା ଦିଅନ୍ତୁ, ଅଜା ଆଈ ଦିଅନ୍ତୁ, ବାପା ଦଉ କିମ୍ବା ମା ଦଉ, ବାପା ଆକଟ କଲା ବେଳେ ମା ଦଉ ବା ମା ଆକଟ କଲା ବେଳେ ବାପା ଦଉ, କିମ୍ବା ଭାଇ ଭଉଣୀ କିଏ ବି ହୁଅନ୍ତୁ, ଯିଏ ଦେଖନ୍ତୁ, ମୁଁ ପୁଣି ବାରମ୍ବାର କହୁଛି ଅତିରଞ୍ଜିତ କରିବେନି। କାହିଁକିନା ଯଦି ଅତି ହେଇଥିବ ସେତେବେଳେ ଆକଟ କରିବା ନିହାତି ଜରୁରୀ। କାହିଁକିନା ଆମେ ଅନେକ ସମୟରେ ଆମେ ଜାଣିନାହୁଁ ପ୍ରକୃତରେ କୋଉଟା ହଉଛି ତା ପାଇଁ ଶୃଙ୍ଖଳା। ଆମେ ନିଜର ଅଜ୍ଞତାକୁ ଲୁଚେଇବା ପାଇଁ ବେଳେବେଳେ କୁଟି ପକାନ୍ତି ପୁଳାଏ ଖଣ୍ଡେ ମାରି ପକାନ୍ତି, ପୁଳାଏ ଖଣ୍ଡେ କରନ୍ତି, ଏବଂ ମୁଁ ଭାବୁଛି ଏଇଟା ହଉଛି ତାର ବାଟ, ସେଇଟା ତାର ବାଟ ବି ନ ହେଇଥାଇପାରେ। କିନ୍ତୁ ଏଇଠି ଗୋଟିଏ କଥା ହଉଛି, କଥା କଣ, ମୁଁ ଯୋଉ ତାକୁ ଦୟା ଦେଖଉଛି
ଦୟା ଦେଖାଉଛି ସେଇଟା ତା ପ୍ରତି ମୋର ପ୍ରେମ ଭାବରୁ ଉତ୍ପନ୍ନ ହେଇଛି ନୁହଁ। ଦୟା ଦେଖେଇଛନ୍ତି ମାନେ ଆପଣଙ୍କର ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତି। ସେଇଟା କହୁଛନ୍ତି ବେଳେ ବେଳେ ଆମେ ତାହା ଦ୍ୱାରା ସ୍ୱାର୍ଥ ପ୍ରଣୋଦିତ ଭାବରେ ଦୁଃଖକୁ ଦେଖିବାରୁ ଆପଣାକୁ ପ୍ରତ୍ୟାହୃତ କରି ରଖିବାର ଚେଷ୍ଟା ହିଁ କରିଥାଉ। ଆମେ ଯୋଉ ଦୁଃଖଟା ଦେଖୁଛୁ ନା ତାକୁ ସେଥିରୁ ନିଜକୁ ବଞ୍ଚେଇବା ପାଇଁ ବେଳେ ବେଳେ ଆମେ ଏମିତି କରିଦଉ। ଆମର ଦେଖିବାର ସାମର୍ଥ୍ୟ ନାହିଁ, ତେଣୁ ଆମେ କଣ କରୁ ଏମିତି ଚେଷ୍ଟା କରିଥାଉ ସେଥିରୁ ବଞ୍ଚେଇ ଦେବା ପାଇଁ। ସେଥିପାଇଁ କହୁଛନ୍ତି କଣ ବେଳେ ବେଳେ ତାହା ଦରିଦ୍ର ଓ ସମ୍ବଳହୀନ ଲାଗି ଧନୀ ବ୍ୟକ୍ତିର ଏକ ଅବମାନନାପୂର୍ଣ୍ଣ ଭିକ୍ଷାଦାନ ମାତ୍ର ହିଁ ରହିଥାଏ। ଧନୀ ବ୍ୟକ୍ତି ଯୋଉ ଦୟା କରୁଛି କଣ ଯା ନେଇଯା, କଣ ଅଛି ମୋ ପାଖରେ ବହୁତ ଅଛି, ଯା ତୁ ନେଇଯା, ଦୟା ଦେଖୁଛି। ତେଣୁ ଏ ପ୍ରକାରର ଦୟା ପାଇବା ଅପେକ୍ଷା ବରଂ ଭଲ ହଉଛି ପରମେଶ୍ୱରଙ୍କର ଦିବ୍ୟ ସହାନୁଭବର ମୁଁ କେମିତି ପାଇବି ସେଥିପାଇଁ ନିଜକୁ ବିକଶିତ କରିବି। ଜ୍ଞାନ 5:30 କହୁଛନ୍ତି ଯେଉଁ ଦୟା ଭାବ ହୃଦୟକୁ ଯାଇ କାମୁଡି ପକାଏ ଏବଂ ଅନ୍ତର୍ଗତ ଜୀବନାଙ୍ଗ ଗୁଡ଼ିକୁ ଦୁର୍ବଳ କରିଦିଏ, ସେଇଟା ଆଦୌ ଦୟା ଭାବ ନୁହେଁ। ଏଇଟାକୁ ଚିହ୍ନିବା ଟିକେ କଷ୍ଟ ହୁଏ ଯେ ପ୍ରକୃତରେ ସେଇ ଯୋଉ ଦୟା ଭାବଟା ମତେ ସାମୟିକ ଭାବରେ ମତେ ସାହାଯ୍ୟ କରୁଛି, ମତେ ଦେଖାଯାଉଛି ଯାହା ହଉ ମତେ ବହୁତ ଭଲ ପାଉଛି ବୋଲି ସେ ମୋ ପ୍ରତି ଦୟା ଦେଖାଉଛି, କିନ୍ତୁ ସେଇଟା ପ୍ରକୃତରେ ମତେ ଦୁର୍ବଳ କରେ। ସେଇଥିପାଇଁ ଲେଖୁଛନ୍ତି ସେ ହୃଦୟକୁ ଯାଇ କାମୁଡି ପକାଏ, ଅନ୍ତର୍ଗତ ଜୀବନାଙ୍ଗ ଗୁଡ଼ିକୁ ଦୁର୍ବଳ କରିଦିଏ। ମତେ ଦୁର୍ବଳ କରିଦବ ନା। ମତେ ଯୋଉ ଦେଖନ୍ତୁ ଗୋଟେ ଏକ୍ସାମ୍ପଲ ମନେ ପଡିଲା, ଆଗରୁ କହିଥିଲି ଆଉ ଥରେ କହିଦଉଛି। ଗୋଟେ ମାଟେ ତା ପୁଅକୁ ବା ତା ଝିଅକୁ ବହୁତ ଭଲ ପାଏ ବୋଲି ତାକୁ 10-12 ବର୍ଷ ହବା ପର୍ଯ୍ୟନ୍ତ ବି ହାତରେ ଖୋଇବା ଶିଖେଇଲା ନାହିଁ। ହଁ ମୁଁ ଭଲ ପାଏ, ମୋ ଛୁଆ ଖୁଆଇଦେବି, ସବୁବେଳେ ଯୋଉ ଖୁଆଇ ଦଉଛି ଏଇଟା କଣ? ଏଇଟା ଆଦୌ ତା ପ୍ରତି ତାର ପ୍ରେମ ନୁହେଁ, ତାକୁ ଦୁର୍ବଳ କରି କରି ଚାଲୁଛି। ତେଣୁ ଏଇଟା ହଉଛି ଏକ ସ୍ୱାର୍ଥ ପ୍ରଣୋଦିତ ଆତ୍ମପ୍ରୀତି। ମତେ ଭଲ ଲାଗୁଛି, ମୁଁ ଯୋଉ ମୋ ଛୁଆକୁ ଖୁଆଇ ଦଉଛି ନା, ପ୍ରକୃତରେ ମୁଁ ଛୁଆର ମଙ୍ଗଳ ପାଇଁ କିଛି କରୁନାହିଁ, ମତେ ଭଲ ଲାଗୁଛି ବୋଲି ମୁଁ ତାକୁ ଖୁଆଇ ଦଉଛି। ତେଣୁ ଏଇଟା ଆଦୌ ଦୟା ଭାବ ନୁହେଁ। ତେଣୁ ଇଏ କଣ କରେ ଆମକୁ ଅସମର୍ଥ କରି ପକାଏ, ଦୁର୍ବଳ କରି ପକାଏ। ସେଥିପାଇଁ ଲେଖୁଛନ୍ତି ପ୍ରଭୁ ଲେଖୁଛନ୍ତି ସେ ମୋ ହୃଦୟକୁ କାମୁଡି ପକଉଛି ଏବଂ ଅନ୍ତର୍ଗତ ଜୀବନାଙ୍ଗ ଗୁଡ଼ିକୁ ଦୁର୍ବଳ କରୁଛି, ମାନେ ମତେ ପଙ୍ଗୁ କରି କରି ଚାଲୁଛି। ଆଉ ସିଏ ତା ଫଳରେ କଣ ହବ, ମୁଁ ସବୁବେଳେ ସେଇ ଅଜ୍ଞତା ଭିତରେ ଘାଣ୍ଟି ହଉଥିବି। ସେଇ ଦୟା ଭାବ ଆଦୌ ନୁହେଁ, ମାତ୍ର ଏକ ଦିବ୍ୟ ଅଧିକାରିତ୍ୱ ବିଶିଷ୍ଟ ଏବଂ ଅନୁଦ୍ବିଗ୍ନ ସହାନୁଭବ ଏବଂ ସହାୟକତା ଗୁଣଟିକୁ ହିଁ ଆମେ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିବା। ତେଣୁ ଆମେ ଚେଷ୍ଟା କରିବା ଯେପରି ସେ ନିଜେ ଦିବ୍ୟତାକୁ ପରିପ୍ରକାଶ କରିବ ଏବଂ ନିଜେ ସମର୍ଥ ହବ। ଅନୁଦ୍ବିଗ୍ନ ସହାନୁଭବ ଏବଂ ସହାୟକତା ଗୁଣଟିକୁ ହିଁ ଆମେ ପ୍ରୋତ୍ସାହନ ଦେବା। ତାକୁ କଣ କରିବା, ତାକୁ ସମର୍ଥ ହବା ପାଇଁ ପାଖରେ ସହାୟକ ବସ୍ତୁ ଦବା। ଯେମିତି କଥାରେ କହନ୍ତି, ପିଲାଟିଏ ଯଦି ପ୍ରଶ୍ନ ପଚାରିଲା, ଆପଣ ତାକୁ ସିଧାସଳଖ ଯଦି ଉତ୍ତର ଲେଖି ଦଉଛନ୍ତି ଯୋଉ ପାଠ ବିଷୟରେ, ତାହେଲେ ଆପଣ ତା ପାଇଁ ଭଲ କରୁନାହାନ୍ତି। ଆପଣ ତାକୁ କଣ କରନ୍ତୁ ନା ମାନେ କ୍ଲୁ ଦିଅନ୍ତୁ, ସିଏ ନିଜେ ଖୋଜୁ, ନିଜେ ଚେଷ୍ଟା କରୁ, ନିଜେ ଉତ୍ତରଟି ପାଉ। ତେଣୁ ସହାୟକତା ଗୁଡ଼ିକୁ ତା ପାଖରେ ଆଣିକି ଆପଣ କଣ କରିବେ ନା ଯୋଗାଡ଼ କରିଦେବେ। ସେଥିପାଇଁ ଲେଖୁଛନ୍ତି ସହାୟକତା ଗୁଣଟିକୁ ହିଁ ଆମେ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିବା। ମା ତାର କମେଣ୍ଟସରେ କହୁଛନ୍ତି ସର୍ବୋଚ୍ଚ ପରମ ସତ୍ତାଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ରହି ଜୀବନ ବଞ୍ଚିବା ଠାରୁ ବୃହତ୍ତର କୌଣସି ଦୁର୍ଭାଗ୍ୟ ଅଛି କି? ଆମେ ଯଦି ସତରେ ସେଇ ଆଡକୁ ନ ଯାଉଛୁ ତାହେଲେ ଆଠୁ ଦୁର୍ଭାଗ୍ୟ କଣ ଅଛି? ତଥାପି ପ୍ରାୟ ସର୍ବବ୍ୟାପ୍ତ ହୋଇ ରହିଥିବା ଏହି ମନ୍ଦଟି କ୍ୱଚିତ ଆମର ଦୟା ଭାବକୁ ଉଦ୍ରେକ କରି ଆଣିଥାଏ। ତେଣୁ ଆମେ ତାର ଅଗ୍ରଗତିରେ ହିଁ ବାଧା ସୃଷ୍ଟି କରୁ ଆମର ଦୟା ଫଳରେ। ସେଥିପାଇଁ ପ୍ରଭୁ ମା କହୁଛନ୍ତି ଏଇ ମନ୍ଦ ଗୁଣଟି ଆମ ପାଖରେ
ଦୟା ଭାବକୁ ଉଦ୍ରେକ କରି ଆଣେ। ଏଇଟି ଦ୍ୱାରା ପୀଡ଼ିତ ହୋଇ ରହିଥିବା ଜଣେ ବ୍ୟକ୍ତି ମାନେ ଯିଏ ଯୋଉ ଦୟା କରେ ମା ଲକ୍ଷ୍ମୀ ସିଏ ହଉଛି ପୀଡ଼ିତ ବ୍ୟକ୍ତି। ମାନେ ମୁଁ ଯିଏ ଦୟା କରୁଛି ଅନ୍ୟମାନଙ୍କୁ ସେ ହିଁ ହଉଛି ପୀଡ଼ିତ ବ୍ୟକ୍ତି। ଏଇଟି ଦ୍ୱାରା ପୀଡ଼ିତ ହୋଇ ରହିଥିବା ଜଣେ ବ୍ୟକ୍ତି ଏଇ କଥାଟିକୁ ମଧ୍ୟ ଜାଣିଥାଏ ଯେ ଏଥିରୁ ଆରୋଗ୍ୟ ଲାଭ କରିବାର ଉପାୟଟି ମଧ୍ୟ କେବଳ ତାହାରି ଉପରେ ହିଁ ନିର୍ଭର କରେ। ସେ ନିଜେ ଚାହିଁଲେ ହିଁ ସେଥିରୁ ନିଜକୁ ଆଣିପାରିବ। କାହିଁକି ନା ତା ଭିତରେ ଏକ ବୃଥା ମାନ ସମ୍ମାନ ଏବଂ ଅନ୍ୟମାନଙ୍କ ଠାରୁ ଭଲ ପାଇବାର ଏକ ଆଶା ଉଜ୍ଜୀବିତ ହେଇ ରହିଥାଏ ଏବଂ ସ୍ୱାର୍ଥ ପ୍ରଣୋଦିତ ହେଇ ଯୋଉ ଆତ୍ମପ୍ରୀତି ତା ଭିତରେ ରହିଛି ସିଏ ହିଁ ଚେଷ୍ଟା କରେ ଏକ କ୍ଷମତା ପ୍ରାପ୍ତ ପାଇଁ। ମତେ ଏତେ ଲୋକ ଭଲ ପାଆନ୍ତି, ମୁଁ ଏମିତି ଦୟାବନ୍ତ, ଏଇ ଯୋଉ ଆତ୍ମ ଗୋଟେ ତାକୁ କୁହାଯିବ କଣ କହିଲେ ମାନେ ନିଜକୁ ନିଜେ ସେ ଯୋଉ ଆତ୍ମପ୍ରୀତି ତ ଆଉ ନିଜକୁ ନିଜେ ଖୁସି ହବା। ଇଏ ସବୁ ଫଳରେ କଣ ହଉଛି ଆମେ ପରମ ପ୍ରଭୁଙ୍କ ଠାରୁ ଦୂରେଇ ଯାଉଛେ ଏବଂ ପୀଡ଼ିତ ହୋଇ ବ୍ୟକ୍ତି ବୋଲି ମା କହୁଛନ୍ତି। କାରଣ ପରମ ପ୍ରଭୁ ପ୍ରକୃତିରେ ଅନନ୍ତ କରୁଣାର ଅଧିକାରୀ ହୋଇ ରହିଛନ୍ତି। ତେଣୁ ପରମ ପ୍ରଭୁଙ୍କ ସହିତ ସେଇ ସର୍ବୋଚ୍ଚ ପରମ ସତ୍ତାଙ୍କ ସହିତ ଆମେ ସଂଯୁକ୍ତ ହେଇ ତାଙ୍କରି ପ୍ରଜ୍ଞାରେ ଆମେ ଯେପରି ସେଇ ଦୃଷ୍ଟିକୋଣରେ ଯେପରି ଆମେ ସମସ୍ତଙ୍କୁ ଦେଖିପାରିବା ସେଥିପାଇଁ ନିଜକୁ ସମର୍ଥ କରିବା ପାଇଁ ଆଶୁଆ କରିବା। ମା, ଥ୍ୟାଙ୍କ ୟୁ ଅଲ୍ ରୋଭର।